ନା ମା ଗର୍ଭରେ ପିଲା ଥିଲା ବେଳେ ଯଦି ଭଗବାନଙ୍କ କଥା ମା ସ୍ମରଣ କଲା ଭଗବାନଙ୍କ କଥାକୁ ଚିନ୍ତା କଲା ଭଗବାନ କଥା ପଢିଲା ସମୟ ନାହିଁ ଗୋଟେ ନାରୀ ଗର୍ଭ ଧାରଣ କଲେ ତାକୁ ଯଦି ଗୋଟା ସ୍ୱାମୀ ପାଞ୍ଚଟା କଥା ଯୋଗେଇବ ତା ପୁଅ ହବ ଯୋଗ୍ୟ ହବ କଣ କଣ ବୋଲିବି ଶୁଣ ତ ଲେଖିଲେ କପିଳ କହିଲା ଆହାର ଚିତ୍ତସୁ ଶ୍ରୁତି ଶ୍ରବଣ ବିହାର ପଞ୍ଚମାତ୍ମାନି ଶରୀର ଦୋହ ଦିନିଚ ଉଷୁମାନେ ଟଙ୍କା ନବୁ ଅଧେ ଶୁଳ୍କ ବୋଲିବୁ 14 ଟଙ୍କା ନଉଛୁ କଣ ମନେ ରଖ ତୋ ବୋହୁର ପିଲାପିଲି ହବ ଆଜ୍ଞା ତୋ ପୁଅକୁ କହିବୁ ପାଞ୍ଚଟା କଥା ଯୋଗେଇବ ଯୋଗ୍ୟ ନାତି ହବ କଣ କଣ କହ ଆଉ ତୋ ପୁଅ ଭଳିଆ ସମସ୍ତେ ମାଟ୍ରିକ ଫେଲ ହେବେ ନାଇଁ କଣ କହ ଗାଇନିକ ସ୍ପେଶାଲିଷ୍ଟ କହୁଛନ୍ତି ଗର୍ଭବତୀ ନାରୀ କି ଭିଟାମିନ ଖାଦ୍ୟ ଦିଅ ଏ କଥା ପୁରାଣ ଲେଖିଛି କପିଳ ଏ ଯୋଉ କର୍ଦ୍ଦମ ଋଷିଙ୍କ ପୁଅ କପିଳ କହିଲେ ଆହାର ବୀଜସାର ଜୀବସାର ସ୍ନେହସାର ଦସାର ଏ ବି ସି ଡି ଯାହା ଅଛି ଭଲ ଖାଦ୍ୟ ଦବ ଖାଇବାକୁ ଆଉ ଗର୍ଭବତୀ ନାରୀ ଯାହା ଖାଇବ ତା ରସ ଗ୍ରହଣ କରିବ ଗର୍ଭସ୍ଥ ଭ୍ରୂଣ ତାପରେ ଶାରୀରିକ ଅପପୃଷ୍ଟିରୁ ବଞ୍ଚିତ ହୋଇ ସୁସ୍ଥ ପୁଅ ଜନ୍ମ ହବ ଖାଲି ଖାଇବାକୁ ଦେଲେ ମୋଟା ପିଲା ହେଲେ ହବ ନା ବିଭୁ କୀର୍ତ୍ତନ ବାସ୍ ମୋ ବାବୁ ମାନେ ଜ୍ଞାନୀ ମାନେ ଯୋଉ ଜାଗାରେ ପାଲା ହଉଥିବ ସଂକୀର୍ତ୍ତନ ହଉଥିବ ପ୍ରବଚନ ହଉଥିବ ଭାଗବତ ହଉଥିବ ସେଇ ଜାଗାରେ ଗର୍ଭବତୀ ନାରୀ କି ଶୁଣେଇବ ବାସ୍ ଇଏ ନଙ୍ଗଳା ଦୃଶ୍ୟ ଦେଖେଇବନି ଇଏ ଯୋଉ ଆଙ୍କର ଏମିତି ନାଚୁଛନ୍ତି ସେଗୁଡା ଦେଖେଇବନି ନା ଦେଖେଇଲେ ତା ଉପରେ ପ୍ରଭାବ ପଡିଯିବ ପାଲାରେ ତ ଗୋଟେ ଶୃଙ୍ଖଳିତ ନାଚ ତୁମେ ତ ଯାତ୍ରା ରେ ଯୋଉମାନେ ସବୁ ଆସୁଛନ୍ତି ଆଇଟମ କିବା ଅଲଗା ଇଏ କାହା ପର୍ଟିକୁଲାର କାହା ନାଁ ଆମେ ଧରୁନୁ ସେ ପୁଣି ଫୋନ କରି ଆମ ଇଜ୍ଜତ ମହତ ନବ ପର୍ଟିକୁଲାର କାହା ନାଁ ଧରୁନୁ କିନ୍ତୁ ବାବୁ ଏତିକି ଜାଣିଥିବ ଓଡୁଆରେ ପଶିବନି ସବୁ କହୁଥିବ ଧରା ପଡୁନଥିବ କିନ୍ତୁ ମୁଖ୍ୟ ମୁଖ୍ୟ ପ୍ଲେୟାରଙ୍କ ଉପରେ ଗୁରୁତ୍ୱ ନାହିଁ ତାଙ୍କରି ଉପରେ ଗୁରୁତ୍ୱ ରହିବ ତାଙ୍କ ପାଇଁ ଟଙ୍କା ହବ ତାହେଲେ ସେ ନୃତ୍ୟ ଦେଖିଲେ ପିଲା ଖାଲି ସେଇ ନାଚ ପଣ୍ଡିତ 3 ଘଣ୍ଟା ହେଲେ ଲୋକ ଦେଖିବେ ନା ଦେଖିବେ ଆପଣଙ୍କର ଚାଉଳ କିଲୋ 50 ଟଙ୍କା ମାଂସ କିଲୋ 800 ଟଙ୍କା ଆପଣ ଖାଲି ମାଂସ ତରକାରୀ ଭଲ ଲାଗିବ ତା ସାଙ୍ଗରେ ମଦ ଟିକେ ଦରକାର ଗିଲାସ ଚୁପ ବସ୍ କୋଳମାଳା କରନା ତ ସୁଯୋଗ ଦେବାର ତୁ ବେଶୀ ହଉଛୁ ସବୁ ଥବ 2 ଟଙ୍କାରେ ଲୁଣ କି ଟଙ୍କାଟାକରେ ଲୁଣ ଦରକାର ନ ପଇଲେ ସ୍ୱାଦ ହବ ନା ତେଣୁ ମୋ କହିବାର ତାତ୍ପର୍ଯ୍ୟ ଯେ ଗୋଟେ ଗର୍ଭବତୀ ନାରୀ କି ଭଗବାନଙ୍କ କଥା ଶୁଣେଇବ ଆହାର ବିଭୁକ୍ ଚିତ୍ତ ସୁ ମାନେ ତା ପରିବାର ସମସ୍ତେ ତାକୁ ଖୁସିରେ ରଖିବେ ତା ମନରେ ଦୁଃଖ ଦେବେନି ନା କାନ୍ଦିବ ନାହିଁ ସେ ଗର୍ଭବତୀ ନାରୀ କାନ୍ଦିଲେ ତା ପିଲା ମୂର୍ଖ ହବ ବିହାର ମାନେ ତାକୁ ବିହାର ବୁଲିବାକୁ ନବ ଚୁପ ଗର୍ଭବତୀ ନାରୀ ଯୋଉ ପୁଷ୍ପ ଉଦ୍ୟାନରେ ବୁଲିବ ପାର୍କ ଯିବ ନାହିଁ ପାର୍କରେ ଏଗୁଡା ସବୁ ଆଜିକାଲି ପାଗ ନୁହଁ ନା ନଈ କୂଳରେ ବୁଲିବ ଦେବତା ମନ୍ଦିରକୁ ଯିବ ସମୁଦ୍ର କୂଳରେ ବୁଲିବ ଗର୍ଭବତୀ ନାରୀ ଗୋଟିଏ ଜାଗାରେ ସ୍ଥିର ହୋଇ ରହିବ ମୋ ସ୍ତ୍ରୀ ଖାଲି ନଳକୋଠି ବୁଲୁଥିଲା ଆଜ୍ଞା ତୁ ବସିରେ ଆହାର ବିଭୁ କୀର୍ତ୍ତନ ଚିତ୍ତସୁ ଶ୍ରୁତି ଶ୍ରବଣ ଗର୍ଭବତୀ ନାରୀ ବେଦ ଶୁଣିବ ଗର୍ଭବତୀ ନାରୀ ଯାହା ଆଚରଣ করে ଗର୍ଭରେ ଥାଇ ତା ପିଲା ଉପରେ ତା ଛାୟା ପଡେ ଆଚ୍ଛା ଆର ପ୍ରମାଣ ଅଛି ଆମେରିକାର ବୈଜ୍ଞାନିକ ମାନେ କହିଲେ 1995 ମସିହାରେ ନାରୀ ଗର୍ଭରେ ପିଲା ଶୁଣି ପାରେ अरे तू अमेरिका वैज्ञान कौन जान तुम आम भारत सब सृष्टि विज्ञान भारत सृष्टि कणा तो पंचमहाभूत विज्ञान सृष्टि कले देखी साड़ू को जाऊ नहीं ना मो ज्ञानी माने विचार करंतु द्वापर जुगरे माँ गर्भ धारण करिछि ता पेटरे पिला माँ जहा सुनुछि ता सुनिछि माने पका पिला किए माँ के सुभद्रा गर्भे ये थिले किरण छाड़ जीवा आगु पाला अछि ए पुओ आज्ञा
ସୁଭଦ୍ରା ଗର୍ଭରେ ର ସୁଭଦ୍ରା ଗର୍ଭରେ ଥିଲେ ଅଭିମନ୍ୟୁ ସାରେ ଅର୍ଜୁନ ଚକ୍ରବ୍ୟୁହ କଥା କହିଲେ ଶୁଣିଲେ ଯୋଉଠି ସୁଭଦ୍ରା ଶୋଇଲେ ଅଭିମନ୍ୟୁ ଶୋଇଲେ ତେଣୁ ମୋ କହିବାର ତାତ୍ପର୍ଯ୍ୟ ସାଲବେଗଙ୍କ ମା ଇଏ ହେଲେ ହିନ୍ଦୁ ଘରର ବିଧବା ବ୍ରାହ୍ମଣ ଘରର ବୋହୂ ଆଚରଣ ଭିନ୍ନ ପ୍ରଭୁଙ୍କର ଅର୍ଚ୍ଚନାରେ ଭିନ୍ନ ମୁସଲମାନ ସିନା ନେଇଗଲା ଆପଣମାନେ ବିଚାର କରନ୍ତୁ ସେତେବେଳେ ମୁସଲମାନ ନେଇଗଲା ମନ ବୁଝେଇକି ତା ସାଙ୍ଗରେ ପ୍ରୀତି କଲେ ପ୍ରୀତି କଲା ବେଳେ ବିଦ୍ୱେଷ ଭାବ ଅନ୍ତର୍ଜଗତରେ ଜାଗିନି ପିଲାଟି ଗର୍ଭରେ ଥିଲାବେଳେ ସେ ସେଠି ଜଗନ୍ନାଥଙ୍କୁ ପୂଜା କରିଛନ୍ତି ନା ନାଇଁ ତା ଘରେ ମୁସଲମାନ ଘରେ ଜଗନ୍ନାଥ ପୂଜା କରିଛନ୍ତି ମୁସଲମାନ ଘରର ଖାଦ୍ୟ କିଛି ଖାଇନାହାନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ତିଆରି ହେଇଛି ଲାଲବେଗ ତାଙ୍କୁ ବହୁତ ଭଲ ପାଏ ଯାହା ଫଳରେ ପ୍ରଭୁଙ୍କର ଗୀତା ଭାଗବତ ପୁରାଣ ଜଗନ୍ନାଥଙ୍କ କଥା ଏଇଗୁଡ଼ିକ ସବୁ ଚିନ୍ତା କରି କରି ଶୁଣି ଶୁଣି ଇଏ ପୁଅ ଜନ୍ମ ହେଲା ତ ତାର ଯୁଦ୍ଧ କରିବା ପାଇଁ ଇଚ୍ଛା ନଥିଲା ବାଧ୍ୟ ହେଇ ଯୁଦ୍ଧ କ୍ଷେତ୍ରକୁ ଯାଇ ରକ୍ତାକ୍ତ ହେଲା ଲାଲବେଗ ମା ଡାକିଲେ କହିଲେ ବାବୁ ମା ସେଇ ଜଗନ୍ନାଥଙ୍କୁ ସ୍ମରଣ କର ସେଇ ତୋତେ ଭଲ କରିଦେବେ ରକ୍ତାକ୍ତ ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥା ଆଜି ଚାଲି ଚାଲି ଯାଉଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବେ ଗୋଟିଏ ପଦ କହିଥିଲେ ହେ ବାପା ମୁସଲମାନ ମା ବ୍ରାହ୍ମଣୀ କେତେ ଭକ୍ତି ଭିତରେ କଲେ ବଡ଼ ଦାଣ୍ଡ ଚାଲେ ତବ ଇଏ ନନ୍ଦୀ ଘୋଷର ବଡ଼ জগন্নাথ আস জগন্নাথ বড় দাণ্ডে চালে তব জগন্নাথ আস জগন্নাথ প্রভু আউ রহিবে বড়দাণ্ডে চালিবে যেতবে সালবেগ নিজ মনকু বড়দাণ্ড করেদেলে নিজ শরীরে জগন্নাথଙ୍କୁ আনিলে 10 থর কোন গোটে পদ বলুছ এ দেহে জগন্নাথ অছন্তি মিছরে প্রতিমা পূজুছি জগন্নাথ সেইটি স্থির হয়ে গলে তেণু হজুরে সালবেগଙ୍କ ভিতরে অপুরন্ত ভক্তি কেমিতি আসিলা না তাঙ্ক মাঙ্কর আচরণ থিলা ভিন্ন আউ সাড়ুকু ଯିବି নাই জগন্নাথଙ୍କର মন্দিরকু তৈয়ারি করিথিল জিয়ে তৈয়ারি করন্তু চোড়ঙ্গ গদেব করছন্তি পুনি যদি সে মন্দির পুরুনা হইଯିବ আউ কিয়ে করিবে নে নাই আজ্ঞা ये मंदिर एमती थी बोली किसी माने अच्छी पुराना हेले भांग किंतु कहारी ना नाई ना होचंती किए इंद्रद्युम्न रहिबांक ना किंतु इंद्रद्युम्न मंदिर तैयारी करछंती बोली केही अस्वीकार करि परिबे ना जदि आ ऊपर तुमरो किछि टिप्पणी अछि तुमे देव कौनसी जगन्नाथंकर शास्त्र रु बोलिबो कहीदेव जदि किए तैयारी करछंती इंद्रद्युम्न नुह चोड़ंग देव नुह मु जानिबि ठीक हे मोर ज्ञानेन्द्र पुंगव आउ साड़ू को जीवी नहीं ना 2:10 हो गला से मते आज मो पिला मान को बसई 40 मिनिट ना सार बसई ना काली घंटा बसबे काली सेमती से अनुसार तुम आसीबो लेट रे हां बसई दो खाली चाड़ियार नहीं गोटी कथा तो पचरा होता आउ पुतना देला
କୃଷ୍ଣ ପିଇଲେ ବିଷ ସିଏ କ'ଣ ବଞ୍ଚିଲେ ଇଏ କ'ଣ ମଲା। এইটা যদি ন কহিব তুমি পালা গাইল তুম পয়সা নব সুয়াই ভাই। আপনার অঞ্চলর গায়ক বিশ্বনাথ সুয়াই নিয়ন্তু। ଆଉ ସେ ପୁତନା କାହିଁକି ମଲା କୃଷ୍ଣ ମଲେ ନାହିଁ ଟିକେ ମତେ କହିବ ମୁଁ ଶୁଣିବି। ଆଉ ଗୋଟିଏ ପଦ ଗୋଟିଏ ପଦ ଗୋଟିଏ ପଦ ଦୋହା ଗାଇବି। ଗାଇଦିଅ ମୁଁ ପଳେଇବା। କହିଲା ସଖିଏ ନିପଟ ବଙ୍କାଟ ମୁଁ ଜାଣିପାରୁଛି ସାର୍ ଯାହା କହୁଛନ୍ତି କାହାକୁ ଆର ସାର୍ ମୁଁ କହୁଛ ହଁ ତ ମନକୁ ସଖିଏ ନିପଟ ବଙ୍କାଟ। ବାପା ବାଙ୍କା ଲେଖା କେମିତି ବଢିଆ ଲେଖା ନା ଆଉ। ସଖିଏ ନିପଟ ବଙ୍କାଟ। ମୁଁ ଗୋଟେ ମଝି ଦିନ ଗୋଟେ ପ୍ରଶ୍ନ ପଚାରିଥିଲି କଣ ସତ୍ୟ ଯୁଗରେ ନିୟୋଗ ପ୍ରଥାରେ ଜନ୍ମ ହେଲେ ଦୀର୍ଘକର୍ଣ୍ଣଙ୍କ ଔରସରୁ ବିନ୍ଧ୍ୟାଙ୍କ ଗର୍ଭରୁ 5 ପୁଅ ତା ବଳି ରାଜା ନପୁଂସକ ଏମିତି ବହିଥାଏ ପିଣ୍ଡାରେ। ତ୍ରେତା ଯୁଗରେ ଦ୍ୱାପର ଯୁଗରେ ଜନ୍ମ ନେଲେ କୁନ୍ତୀଙ୍କ ଗର୍ଭରୁ ଧର୍ମ ପବନ ଇନ୍ଦ୍ରଙ୍କ ଔରସରୁ ଯୁଧିଷ୍ଠିର ଭୀମ ଅର୍ଜୁନ ମାଦ୍ରୀଙ୍କ ଗର୍ଭରୁ ଅଶ୍ୱିନୀ କୁମାରଙ୍କ ଔରସରୁ ନିୟୋଗ ପ୍ରଥାରେ ଏଟା ପଣ୍ଡିତ ସର୍ବସ୍ୱର ଅଛି ପାଟକ ପ୍ରକରଣ ନକୁଳ ସହଦେବ। ତ୍ରେତୟା ଯୁଗରେ ସେମିତି କାହା ସ୍ୱାମୀର କ'ଣ ଅସୁବିଧା ଥିଲା ତା ସ୍ତ୍ରୀ କୋଉ ପୁରୁଷ ସହିତ ପ୍ରୀତି କରି ନିୟୋଗ ପ୍ରଥାରେ କୋଉ ପୁଅ ଜନ୍ମ କରିଥିଲି ପଚାରିଥିଲି କିଛି ନାହିଁ। ଆଚ୍ଛା ସାର୍ ମୁଁ ଯୋଉ ପଚାରିଥିଲି ହେମ ହରିଣୀ ଆପଣ ତ ନିଶ୍ଚିତ ବସିକି ଶୁଣୁଥିବେ ଧରୁ ଧରୁ କରୁ ମୃଗ ପଳାବନ୍ତେ କିଛି ସାର୍ ତାର ଉତ୍ତର ମିଳିଲା। ଆରେ ଇଏ ବହୁ ତଳେ ଆଉ ମୁଁ ଏତେ ତଳେ ଜାଣିଥିଲେ ଆଙ୍କ ସାଙ୍ଗରେ ରାଜି ହେଇନଥାନ୍ତି। ଏ ପୁଅ ଆଜ୍ଞା ଆଜ୍ଞା ମୁଁ ତାଙ୍କୁ କହୁନେଇ ଗୋପୀ କହୁଛନ୍ତି କୃଷ୍ଣକୁ ସଖିଏ ନିପଟ ବଙ୍କାଟା। ହଁ ଏଇଥରକ ଠିକ ଜାଗାରେ ବାଇଛି। କହିଲା ଇଏ ସଖିଏ ନିପଟ ବଙ୍କାଟା କଳଙ୍କାଟା ସଖିଏ ନିପଟ ବଙ୍କାଟା କଳଙ୍କାଟା କିସ ପକଲାତା ବଂଶୀ ନୀତି ପାଉଛି ଫୁଙ୍କାଟା କିତ ପକଲାତା ବଂଶୀ ନୀତି ପାଉଛି ଫୁଙ୍କାଟା କିତ ପକଲାତା ବଂଶୀ ନୀତି ପାଉଛି ଫୁଙ୍କାଟା ପକଲାତା ବଂଶୀ ନୀତି ପାଉଛି ଫୁଙ୍କାଟା ନିପଟ ବଙ୍କାଟା କଳଙ୍କାଟା ନିପଟ ବଙ୍କାଟା ଏଡ଼ିକି ସେ ନୀଳ ଟାଠା ଖିଡ଼ିକି ଦ୍ୱାର ଫିଟାଟା ଏଡ଼ିକି ସେ ଠାଟା ଖିଡ଼ିକି ଦ୍ୱାର ଫିଟାଟା ଏଡ଼ିକି ସେ ନୀଳ ଠାଟା ଖିଡ଼ିକି ଦ୍ୱାର ଫିଟାଟା ଏଡ଼ିକି ସେ ନୀଳ ଠାଟା ଖିଡ଼ିକି ଦ୍ୱାର ଫିଟାଟା ଇଏ ଗୋପୀଙ୍କି ଦେଖି ମାରୁଛି ଗୋପୀଙ୍କୁ ଦେଖି ମାରୁଛି ଆଖି ଛୋଟାଟା ସଖିଏ ନିପଟ ବଙ୍କାଟା କଳଙ୍କାଟା ସଖିଏ ନିପଟ ବଙ୍କାଟା। କାଲି ତ ପ୍ରଥମ ଥାକ ନାଚ ଗୀତ ଦବା ଆଉ କଣ ହଁ ମୁଁ କାଲି ନାଇଁ କି ଆଜ୍ଞା ଆଜ୍ଞା କାଲି ଏବେ ହବ ହଁ ହଉ ହଉ ଏ ବାପା ଏ ନଇଲେ ପାଲା ସାରିଲା ବେଳକୁ ସେଠୁ କ'ଣ କିଏ କ'ଣ କହିବ 12 ବର୍ଷର ତପସ୍ୟା ଶୁଖୁଆ ପୋଡ଼ା ଯିବ। ବାବୁମାନଙ୍କ ମନ ମୁଗ୍ଧ ପାଇଁ ଗୋଟେ କରିଦେ ମୋର ଜମା ଇଚ୍ଛା ନାହିଁ ଖାଲି ଆପଣ କହୁଛନ୍ତି ବୋଲି ସେଇଥିପାଇଁ ମୋ ନର୍ତ୍ତକୀ ଦୁର୍ବଳିଆ ହେଇଗଲାଣି। ଯଦି ଆପଣଙ୍କର ଇଚ୍ଛା ନାହିଁ ଆପଣ ବସାରୁ ପଳାନ୍ତୁ ଆମେ ପଛରେ ଯାଉଛୁ ଆମେ ନାଚିକୁଦି ଯିବୁ ପଛରେ।